ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ ବନେଇଛି ଓଡ଼ିଶାର ଘରେ ଘରେ ପରିଚିତ ଗୋଟେ ଚଟଣି, ଯାହାର ନାଁ ହେଉଛି କଇଁଥ ଚଟଣି। ସେଥିପାଇଁ କଇଁଥ ଦରକାର ହେବ। ଗୋଟେ କଇଁଥ ନେଇଯିବେ। କଇଁଥ ଯଦି ପାଚିଥିବ ବା ଗଛରେ ଯଦି ପାଚିଥିବ ବହୁତ ଭଲ ଲାଗିବ। କଞ୍ଚା କଇଁଥ ଏତେ ଭଲ ଲାଗେନି। ତ ମୁଁ ଯେଉଁ କଇଁଥଟା ନେଇଥିଲି ଭଲ ଭାବରେ ଗଛରେ ପାଚିଥିଲା। ସେଇ କଇଁଥକୁ ମଝିରୁ ଦୁଇ ଫାଳ କରିକି ତା ଭିତରେ ଥିବା ପଲ୍ପକୁ କାଢ଼ିକି ବାହାରକୁ ରଖିବେ। ଭଲ ଭାବରେ ସେ କଇଁଥ ଭିତରେ ପଲ୍ପ ଯେତେବେଳେ ପାଚି ଯାଇଥାଏ ନା, ଚଟଣିଟା ବହୁତ ଭଲ ଲାଗେ। ସେଇ କଇଁଥର ଯେଉଁ ପଲ୍ପ କାଢ଼ିକି ରଖିବେ, ସେଥିରେ କିଛି କଞ୍ଚା ଲଙ୍କା ଦେବେ, ରାଗ ଯେତିକି ଖାଇବେ, ସ୍ୱାଦ ହିସାବରେ ଲୁଣ ଦେବେ, ଜିରା ଗୋଟା ଦେବେ, ଅଳ୍ପ ଚିନି, କିଛି ରସୁଣ ଚୋପା ଛଡ଼େଇକି ନେବେ, ଅଳ୍ପ ଧନିଆ ପତ୍ର ନେବେ। ସବୁ ନେଇକି ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ସେଇ ଯେଉଁ ପଲ୍ପ ବାହାର କରିଥିବେ କଇଁଥର, ତାକୁ ଦେଇଦେବେ। ଲୁଣ, କଞ୍ଚା ଲଙ୍କା, ରସୁଣ, ଗୋଟା ଜିରା ଆଉ ଚିନି ଅଳ୍ପ ଦେବେ। ଏ ଚଟଣିଟା ଟିକେ ଖଟା ମିଠା ହେବ। ପୁରା ଖଟା ନୁହେଁ କି ମିଠା ନୁହେଁ, ଅଳ୍ପ ପାଣି ଦେବେ। ଟିକେ ପାଣି ନ ଦେଇକି ତାକୁ ବାଟିଲେ ସେଇଟା ଭଲ ଭାବରେ ବାଟି ହେବନି। ତାକୁ ଗୋଟେ ପତଳା ପେଷ୍ଟ କରିଦେବେ, ଫାଇନ୍ ପେଷ୍ଟ କରିକି ବାଟିଦେବେ। ଏଇ ଚଟଣି ଆପଣମାନେ ଯେଉଁଥିରେ ବି ଖାଆନ୍ତୁ, ଭାତରେ ଖାଆନ୍ତୁ, ରୁଟିରେ ଖାଆନ୍ତୁ, ପଖାଳରେ ଖାଆନ୍ତୁ, ଖାଲି ପାଟିରେ ଖାଇ ହେଇଯାଏ। କାହିଁକିନା ଅଳ୍ପ ଚିନି ପଡ଼ିଥାଏ, ଟିକେ ମିଠା। ଏଇଟା ବି ଖଟା କଇଁଥଟା, ଖଟା ମିଠା ଚଟଣିଟା ବହୁତ ଭଲ ଲାଗେ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଛି, ତାହେଲେ ଆପଣମାନେ ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ମୋର ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ମୋତେ ଫଲୋ କରିନେବେ। ଆପଣମାନେ ବି ଏମିତି ଥରେ ବନେଇକି ଖାଇବେ, ଦେଖିବେ, ବହୁତ ଭଲ ଲାଗିବ। ଆଉ ମୋର ଭିଡ଼ିଓକୁ ଲାଇକ୍, କମେଣ୍ଟ ଓ ସେୟାର ମଧ୍ୟ କରିଦେଉଥିବେ।